ସ୍କ୍ୱାଡ୍ ସବୁଦିନ ରେଡ୍ କରୁଛନ୍ତି। ଆପଣ ବୁଝନ୍ତୁ, ପ୍ରତ୍ୟେକ ଦିନ ପିପିଲି ସ୍କ୍ୱାଡ୍ ଗତକାଲି ରେଡ୍ ହେଇଥିଲା, 4 ଦିନ ତଳେ ରେଡ୍ ହେଇଥିଲା, ସବୁବେଳେ ରେଡ୍ ହେଉଛି। ବୁଝନ୍ତୁ, ଖବର ନେବେ କେତେ ସିଜ୍ ହେଇଛି, କେତେ ରୟାଲିଟି ଆଦାୟ ହେଇଛି, କେତେ ଫାଇନ୍ ହେଇଛି, କେତେ ଗାଡ଼ି ଅଛି। ଏବେ ବି ଯାଆନ୍ତୁ ଦେଖିବେ, ଡେଲାଙ୍ଗ ପିପିଲି ଦିଟା ଥାନା ଭିତରେ କେତେ ଗାଡ଼ି ଅଛି। ଏଇଟା ଆପଣଙ୍କ ପୁରୀ ଭୁବନେଶ୍ୱର ଗୋଟେ ଏକ୍ସପ୍ରେସ୍ ହାଇୱେ କରିବେ ବୋଲି ଆମେ ଶୁଣୁଛୁ, କିନ୍ତୁ ଆମେ ଏଠି ଦାୟିତ୍ୱ ନେଲା ପରେ ସେମିତି କୌଣସି ସ୍କୋପ୍ ନାହିଁ କି ସ୍କିମ୍ ନାହିଁ କି ଯୋଜନା ନାହିଁ। ଏବଂ ଆଜି ବି ମୁଁ କହୁଛି, ଆଉ କହଳିବନି ମନ୍ଦିର, ଆଉ ସେ ପରିବାର ଯୋଉ 2ଟି ପରିବାର ଡେଲାଙ୍ଗ ପିପିଲି କି ନଷ୍ଟଭ୍ରଷ୍ଟ କରିଦେଇଛନ୍ତି, ଆଉ ସେ 2 ପରିବାର ମଞ୍ଜ କହଳିବ ନାହିଁ। ବିଜେଡି କଣ ମାନେ ପୁରା ଧରାଶୟ ହେଇଗଲା ନା କଣ? ଦେଖନ୍ତୁ, ବିଜେଡି ଧରାଶୟ, ବିଜେଡି ତା କୁକର୍ମର ଫଳ ଭୋଗୁଛି। ଓଡ଼ିଆ ଲୋକ ହେଲେ ଭାରି ସରଳ ଲୋକ, ଏବଂ ଆମେ ସବୁ ଜଗନ୍ନାଥ ଧାମର ଲୋକ, ପୁରୀର ଲୋକ, ଜଗନ୍ନାଥ ବିଶ୍ୱାସୀ ଲୋକ। ଆମ ଡେଲାଙ୍ଗ ପିପିଲିର ଜନସାଧାରଣ ତାଙ୍କୁ ଭରସା କରି 35-37 ବର୍ଷ ବିଧାୟକ ବନେଇଥିଲେ, କିନ୍ତୁ ତାଙ୍କର ଅସଲ ଚେହେରା ଯେତେବେଳେ ତାଙ୍କର କ୍ଷମତା ଥିଲା, ସେ ଯୋଉଭଳି କହିଲେ, ଯାହାକୁ ପାଇଲେ ତାକୁ ଧମକଉଥିଲେ ବା ଇଲେକ୍ସନ ହଉ ବିଭିନ୍ନ କଥାରେ। ତେଣୁ ଲୋକ ଯେତେବେଳେ ମତ ପରିବର୍ତ୍ତନ କଲେ, ଲୋକ ହେଉଛନ୍ତି ମାଲିକ, ଯେତେବେଳେ ଲୋକ ତାଙ୍କୁ ବିଟ୍ରେ କଲେ, ତାଙ୍କ କାର୍ଯ୍ୟକୁ ନାପସନ୍ଦ କଲେ, ସେ କ'ଣ କରିବେ? ସେ ବି ଗୋଟେ ରାଜନୀତି ଦଳ ନା। ତେଣୁ ସେ ଭୋକ ବିକଳ ତାଟିଆ କାମୁଡୁଛନ୍ତି। ସବୁ କଥା ନେଇକି ବିକେ ପାଣ୍ଡିଆନ କଥା ହଉ କି ଗୋଟେ ପରିବାରବାଦରେ ଡେଲାଙ୍ଗ ପିପିଲି 40 ବର୍ଷରେ ଯୋଉ ତଳିତଳାନ୍ତ ହେଇକରି ଯୋଉ ଅବସ୍ଥା ଥିଲା ଲୋକଙ୍କର, ସେଟା ବି ବିରୋଧ ଥିଲା ଲୋକଙ୍କର ବିରୋଧ ଥିଲା। ତେଣୁ ଲୋକ ବିରୋଧ କଲେ, ତାଙ୍କୁ ପ୍ରତ୍ୟାଖ୍ୟାନ କଲେ। ଏବଂ ଆଜି ବି ମୁଁ କହୁଛି, ଆଉ କହଳିବନି ମନ୍ଦିର, ଆଉ ସେ ପରିବାର ଯୋଉ 2ଟି ପରିବାର ଡେଲାଙ୍ଗ ପିପିଲି କି ନଷ୍ଟଭ୍ରଷ୍ଟ କରିଦେଇଛନ୍ତି, ଆଉ ସେ 2 ପରିବାର ମଞ୍ଜ କହଳିବ ନାହିଁ। ତଥାପି ତ ତାଙ୍କ ପରିବାରରେ ଗୋଟେ ଲଢେଇ ଚାଲିଛି, ବଡ ନହେଲେ ସାନ, କିଏ ଅସିତ ପଟ୍ଟନାୟକକୁ ଚ୍ୟାଲେଞ୍ଜ ଦେବେ ବୋଲି। ଦେଖନ୍ତୁ, ସେଟା ତାଙ୍କ ଦଳ କଥା, ତାଙ୍କ ପରିବାର କଥା। 2 ନେତାଙ୍କ ବିଷୟରେ ମୋର ଜନସାଧାରଣ ଭଲ ଭାବରେ ଜାଣିଛନ୍ତି, ଜଡ଼ିତ ଅଛନ୍ତି, ଏବଂ ରାଜନୀତି କିଏ କରିବ ତାଙ୍କ ଦଳ ତାଙ୍କ ପରିବାର ଉପରେ ସେଟା ନିର୍ଭର କରେ। ସାର୍, ଯୋଉ ବାଲି ଚୋରି କଥା ଯଦି କହିବା, ତେବେ ଆପଣ କହିଲେ ଯେ ସେମିତି କିଛି ଇଲିଗାଲ ଜିନିଷ ହଉଛି, କୋଉଠି ନା କୋଉଠି ଆମର ପରିବେଶ ଖରାପ ହଉଛି, ପ୍ଲସ୍ ଆମର ରାଜସ୍ୱ ବି ନଷ୍ଟ ହଉଛି। ଆମେ ସେଟାକୁ ରୋକି ପାରିବା କି ନାହିଁ? ଦେଖନ୍ତୁ, ଆପଣଙ୍କ ପାଖରୁ ଜନସାଧାରଣ ଆଶା ରଖୁଛନ୍ତି। ଦେଖନ୍ତୁ, ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ ରୋକିବା ପାଇଁ। ଏଟା ମୁଁ ଆପଣ କ୍ୟାମେରା ଆଗରେ କହୁଛି, ଆମେ ପାରୁ ପର୍ଯ୍ୟନ୍ତ କିଭଳି ଭାବରେ ଇଲିଗାଲ କାମ, ଖାଲି ବାଲି ନୁହଁ, ଯେତେ ପ୍ରକାର ଇଲିଗାଲ କଥା, ଇଲିଗାଲ କାର୍ଯ୍ୟ ହଉ, କିଭଳି ଭାବରେ ବନ୍ଦ ହେବ, ସେଟା ଆମର ସବୁବେଳେ ପ୍ରୟାସ ରହିଛି, ଏବେ ବି ପ୍ରୟାସ ରହିଛି। ଏବଂ ବହୁତ ଜଲ୍ଦି ସରକାର ତାକୁ ଟେଣ୍ଡର ପ୍ରକ୍ରିୟାକୁ ନେଇଗଲେଣି, ଟେଣ୍ଡର କରିବେ। ଟେଣ୍ଡର କଲା ପରେ ଆପଣମାନେ ଦେଖିବେ ସବୁ ଠିକ୍ ଠାକ୍ ଚାଲିବ। ହଁ, ସ୍କ୍ୱାଡ୍ ସବୁଦିନ ରେଡ୍ କରୁଛନ୍ତି। ଆପଣ ବୁଝନ୍ତୁ, ପ୍ରତ୍ୟେକ ଦିନ ପିପିଲି ସ୍କ୍ୱାଡ୍ ଗତକାଲି ରେଡ୍ ହେଇଥିଲା, 4 ଦିନ ତଳେ ରେଡ୍ ହେଇଥିଲା, ସବୁବେଳେ ରେଡ୍ ହେଉଛି। ମାଇନିଂ ବାଲା ସିଜ୍ କରୁଛନ୍ତି, ଥାନା ବାଲା ସିଜ୍ କରୁଛନ୍ତି, ସ୍କ୍ୱାଡ୍ ସ୍ୱତନ୍ତ୍ର ଯାଇକି ସିଜ୍ କରୁଛି। ବୁଝନ୍ତୁ, ଖବର ନେବେ କେତେ ସିଜ୍ ହେଇଛି, କେତେ ରୟାଲିଟି ଆଦାୟ ହେଇଛି, କେତେ ଫାଇନ୍ ହେଇଛି, କେତେ ଗାଡ଼ି ଅଛି। ଏବେ ବି ଯାଆନ୍ତୁ ଦେଖିବେ, ଡେଲାଙ୍ଗ ପିପିଲି ଦିଟା ଥାନା ଭିତରେ କେତେ ଗାଡ଼ି ଅଛି। ଆମର ତ ଡାଟା ନବୁ, କିନ୍ତୁ ଆପଣଙ୍କ ନାଁରେ ଯେହେତୁ ଆଲିଗେସନ ଆସୁଛି, ଆପଣ ଗୋଟେ ଡାଟାଟା ମିଡିଆକୁ ଦଉନାହାନ୍ତି। ଦେଖନ୍ତୁ, ମୁଁ ଚାହୁଁଛି, ଦେଖନ୍ତୁ, ପୂର୍ବରୁ କ'ଣ ହେଇଥିଲା, ମୁଁ ଚାହୁଁଛି ଆପଣମାନେ ମିଡିଆ ବନ୍ଧୁମାନେ ଆପଣମାନେ କମ୍ପେୟାର କରନ୍ତୁ। ସରକାର ବି ଗୋଟିଏ, ସରକାର ଅନଗୋଇଂ ପ୍ରୋସେସ, ସିଏ ବି ସରକାର ଥିଲା, ଏବେ ବି ସରକାର। ସେତେବେଳେ ବିଜୁ ଜନତା ଦଳ ସରକାର ଥିଲା, ଏବେ ହେଉଛି ଭାରତୀୟ ଜନତା ପାର୍ଟିର ସରକାର। ଆପଣ ଦେଖନ୍ତୁ, ଆପଣ ତାଙ୍କ ଡିପାର୍ଟମେଣ୍ଟ ବୁଝନ୍ତୁ, ଆପଣମାନେ ବୁଝନ୍ତୁ, ମୁଁ କାହିଁ କହିବି, ଆପଣମାନେ ବୁଝନ୍ତୁ ଯେ ବିଗତ ଦିନ ମାନଙ୍କରେ କେତେ ପେନାଲ୍ଟି ହଉଥିଲା, କେତେ ଫାଇନ୍ ହଉଥିଲା, କେତେ ଧରପକଡ଼ ହଉଥିଲା, କେତେ ଇଲିଗାଲ ମାଇନିଂ ଚାଲିଥିଲା, ଆଉ ବର୍ତ୍ତମାନ କେତେ ଇଲିଗାଲ ମାଇନିଂ ଚାଲିଛି, କେତେ ଧରପକଡ଼ ହଉଛି, କେତେ ପେନାଲ୍ଟି ହଉଛି, ଆପଣମାନେ ବାହାର କରନ୍ତୁ। ବର୍ତ୍ତମାନ ଗୋଟେ ନୂଆ ପ୍ରୋଜେକ୍ଟ ହବାର ଥିଲା, ଯୋଉଟା କି ଭୁବନେଶ୍ୱର ଟୁ ପୁରୀ ବାଇପାସ୍ ଗୋଟେ ହବାର ଥିଲା, ଯୋଉଟା କି ଆପଣଙ୍କର ପିପିଲି ଡେଲାଙ୍ଗର NH କୁ ବାଇପାସ୍ କରିକି ବାହାର ପଛରେ ଗୋଟେ ହବାର ଥିଲା ପଛପଟେ, କିନ୍ତୁ ସେ ରାସ୍ତା ତ ବର୍ତ୍ତମାନ ବନ୍ଦ ହେଇଗଲା କି ନା ନାହିଁ ତାର କିଛି ନା। ଦେଖନ୍ତୁ, ସେ ବିଷୟରେ ଆମେ ବିଗତ ପୂର୍ବରୁ ଶୁଣୁଥିଲୁ, କିନ୍ତୁ ଆମେ ଆସିଲା ପରେ କୌଣସି ସେମିତି ବ୍ୟବସ୍ଥା ନାହିଁ, ସେମିତି କିଛି ପ୍ଲାନ୍ ନାହିଁ କି ନଥିଲା। ମେଟ୍ରୋ ନାଁକୁ ନେଇକି ଗୋଟେ ବାହାନା କରା, ମେଟ୍ରୋ ତ ଗୋଟେ ବାହାନା ଥିଲା, ମେଟ୍ରୋର କ'ଣ କାମ ଆରମ୍ଭ ନବ ଆମେ ବି ଜାଣିନଥିଲୁ। ଏଇଟା ଆପଣ ଯୋଉ ମତେ ପଚାରୁଛନ୍ତି, ଏଟା ଆପଣଙ୍କ ପୁରୀ ଭୁବନେଶ୍ୱର ଗୋଟେ ଏକ୍ସପ୍ରେସ୍ ହାଇୱେ କରିବେ ବୋଲି ଆମେ ଶୁଣୁଛୁ, କିନ୍ତୁ ଆମେ ଏଠି ଦାୟିତ୍ୱ ନେଲା ପରେ ସେମିତି କୌଣସି ସ୍କୋପ୍ ନାହିଁ କି ସ୍କିମ୍ ନାହିଁ କି ଯୋଜନା ନାହିଁ।
ଏଟା ଖାଲି ବାଣୀରେ କଥାରେ ଥିଲା। କୁହାଯାଉଥିଲା କି ପୁରା ନୂଆ ସମସ୍ତ ସେଠୁ ସାଙ୍ଗେ କାଇଁ ସାଙ୍ଗେ ଜମିର ରେଟ୍ ବଢିଗଲା, ଦେଖନ୍ତୁ। ଜାଗା ଅଧିଗ୍ରହଣ କରାଯାଇଛି, ସରକାର କିଣିଥିଲେ ବହୁତ ତାର ତ ଜାଗା। ବିଲକୁଲ ତାର କଣ କହନ୍ତି ଆପଣଙ୍କର କଥାରେ ଶ୍ରୀ ଗଣେଶ ହେଇନି ଆଉ। ପ୍ରୋଜେକ୍ଟ ନାଁ କଣ ଶ୍ରୀ ଗଣେଶ ହେଇନି, ଖାଲି ଏମିତି ମୁହଁରେ ଚାଲିଥିଲା। ତାହେଲେ ପୁରୀ ଭୁବନେଶ୍ୱର ଏକ୍ସପ୍ରେସ ଯୋଉ ହାଇୱେ ଏକ୍ସପ୍ରେସ ଟୋଟାଲ नो एक्सप्रेस। ଦେଖନ୍ତୁ ସେଇଟାକୁ ଯୋଉ କଥାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି, ଆମେ ପୁରୀ ଭୁବନେଶ୍ୱରକୁ 8 ଲାଇନ୍ କରାଯିବ। ତା ଦେହରେ ଆମେ ଆଶା କରୁଛୁ ଯେ ତାର ସର୍ଭିସ ରୋଡ ସହିତ ଏକ୍ସପ୍ରେସ ରୋଡ ରଖି କରିବେ ବୋଲି, ଯାହା ଚାଲିଛି ବର୍ତ୍ତମାନ ସର୍ଭେ, ତାର ଫାଇନାଲଟା ଜଣା ପଡୁନି, ସେମାନେ ଜାଣିପାରିବେ। କିନ୍ତୁ ପୁରୁଣା ପ୍ରୋଜେକ୍ଟ ଯୋଉଟା ଥିଲା ଏଟା ମିଛ। ପୁରୁଣା କାହିଁ ଆମେ ତ ଜାଣିନୁ, ପ୍ରୋଜେକ୍ଟ ଥିଲା କଣ ଥିଲା ଆମେ ଜାଣିନୁ, ଖାଲି ଶୁଣୁଥିଲୁ, କିନ୍ତୁ ଆମେ ଆସିଲା ପରେ ତାର କିଛି ପାଉନୁ।